ଯେଉଁମାନେ ବି ଏବେ ଆଇଟି ଟ୍ରାଏ କରୁଛନ୍ତି ତ ସେମାନଙ୍କୁ ଲାଗୁଛି କି ବର୍ତ୍ତମାନ କମ୍ପାନୀ ମୋତେ ଫାୟାର କରିଦେଲା, ଆଉ କିଛି ହେଇପାରିବନି, କମ୍ପାନୀ ମୋତେ ପିଆଇପିରେ ପକାଇଦେଲା। ତ ଯେଉଁମାନେ ବି ଏ ଭିଡ଼ିଓ ଦେଖୁଛ ତ ତମେ କେବେ ଷ୍ଟକ୍ ହୁଅନି। ତୁମକୁ ଲାଗୁଛି କି ନାଇଁ ଏଇଠି ସବୁ ସରିଗଲା, ତୁମକୁ ଲାଗୁଛି କି ନାଇଁ ଏଇଠି ସବୁ କିଛି ହେଇଗଲା, ବର୍ତ୍ତମାନ ଆମକୁ ଆଉ ଜବ୍ ମିଳିବନି, ଡିମୋଟିଭେଟ୍ ହେଇଯାଉଛ। ତ ବର୍ତ୍ତମାନ ସେ ଡିମୋଟିଭେଟ୍ ହେବାର କିଛି ଫାଇଦା ହିଁ ନାହିଁ। କାହିଁକିନା ତୁମେ ଯଦି ବି ତୁମେ ସ୍କିପ୍ କରୁଛ, ଦେନ୍ ତୁମେ ଏ ଆଇଟି ଛାଡ଼ିକିରି ତୁମେ ଆଉ କେଉଁଠିକି ଯାଉଛ, ଦେନ୍ ତୁମକୁ ଜବ୍ ମିଳିବା ଏତେ ଇଜି ହିଁ ନୁହଁ। କାହିଁକିନା ତୁମେ ଭାବୁଛ କି ଆଇଟି ସେକ୍ଟର ବହୁତ ଡିଫିକଲ୍ଟ, ଆଇଟି ସେକ୍ଟର ହେବନି। ତ ମାନେ ତୁମେ ସେ ଜିନିଷରୁ ବାହାରି ଯାଅ। ତୁମେ ନିଜକୁ ନିଜେ ମୋଟିଭେସନ୍ ତୁମ ଭିତରେ ନିଅ କି ତୁମର କ'ଣ କରିବାର ଅଛି, ତୁମର କେଉଁଠି ୱିକ୍ ପଏଣ୍ଟ ରହୁଛି, ତୁମେ ତା ଉପରେ କାମ କର। ଯଦି ତୁମେ ସ୍କିଲ୍ ମାନେ ୱିକ୍ ଅଛି, ତୁମେ ଟେକ୍ନିକାଲି ଏତେ ଷ୍ଟ୍ରଙ୍ଗ ନାହଁ, ଟେକ୍ନିକାଲି ଉପରେ ଫୋକସ୍ କର। ଯଦି ବି କମ୍ପାନୀ ତୁମକୁ ଫାୟାର କରିଦେଉଛି, କି ଯଦି ତୁମେ କମ୍ପାନୀ ଛାଡ଼ି ଦେଇଛ, କି ତୁମେ କମ୍ପାନୀରେ ରହିକିରି ଟ୍ରାଏ କରୁଛ, ବେଟର୍ ହେବ ତୁମେ ସ୍କ୍ରାଚ୍ରୁ ତୁମେ ଯାହା ବି ଇଣ୍ଟରଭ୍ୟୁରେ ଆଜିକାଲି ପଚାରୁଛି, ଇଣ୍ଟରଭ୍ୟୁ କୋଶ୍ଚିନ୍ ନିଅ, ତାକୁ ତୁମେ ନିଜେ ପ୍ରିପେୟାର ହୁଅ। ନିଜେ ପ୍ରିପେୟାର ହେଲେ ତୁମେ ଜାଣିପାରିବ ତୁମର କେଉଁଠି ପଢ଼ିବାର ଅଛି, ତୁମକୁ ଆଉ କେଉଁ ଜିନିଷ ଜାଣିବାର ଅଛି। ଦେନ୍ ବେଟର୍ ହେବ ଯଦି ତୁମେ ଏବେ ଟ୍ରାଏ କରୁଛ, ତ ତୁମେ 2-3 ମନ୍ଥ ଭିତରେ ତୁମେ ଆରାମସେ ଗୋଟେ ଜବ୍ କ୍ରାକ୍ କରିପାରିବ। ତୁମେ ବିଲିଭ୍ କରିବନି, ମୋର ଗୋଟେ ସାଙ୍ଗ ଆଜି ମୋତେ ଫୋନ୍ କଲା କି ଭାଇ ଜବ୍ ହେଇଯାଇଛି, ଆଜି ମୋତେ ଲ୍ୟାପଟପ୍ ମିଳିଲା। ମୁଁ ଶୁଣିକି ବହୁତ ଖୁସି ହେଇଗଲି, କାହିଁକିନା ମୋର କ୍ଲୋଜ୍ ଫ୍ରେଣ୍ଡ ଗୋଟେ। ତ ସେ ମୋତେ ଫୋନ୍ କଲା ଯେତେବେଳେ ମୁଁ ଅଫିସରେ ଥିଲି, ତ ମୁଁ ଶୁଣିକିରି ବହୁତ ଖୁସି ହେଇଗଲି। ସିଏ ବି 2-3 ମନ୍ଥ ହେଲାଣି ସିଏ ବି ଇଣ୍ଟରଭ୍ୟୁ ଦେଉଥିଲା। ତୁମେ ବିଲିଭ୍ କରିବନି, ପର୍ ଡେ 2ଟା 4ଟା ଇଣ୍ଟରଭ୍ୟୁ ସେ ଦିଏ। ଡେଲି ସକାଳୁ ଉଠିବ, ପାଠ ପଢ଼ିବ, ଇଣ୍ଟରଭ୍ୟୁ ଦେବ, ଆପ୍ଲାଏ କରିବ। ଆଉ ଡେଲି ଆପ୍ଲାଏ, ଡେଲି ଇଣ୍ଟରଭ୍ୟୁ, ଖାଇବ ପିଇବ ରହିବ, ପାଠ ପଢ଼ିବ, ଆଉ କିଛି ନାହିଁ। କମ୍ପାନୀ ତା'ର ପ୍ରୋଜେକ୍ଟ ସରିଗଲା, ସେ କମ୍ପାନୀ ଛାଡ଼ିଲା, ତାପରେ ନିଜେ ପଢ଼ିକିରି ନିଜେ ଦେଇ ଚାଲିଲା। ତ ବିଲିଭ୍ କରିବନି, ମାନେ ଜବ୍ରେ ରହିକିରି ଇଣ୍ଟରଭ୍ୟୁ ଦେବା, ଜବ୍ ଛାଡ଼ିକିରି ଇଣ୍ଟରଭ୍ୟୁ ଦେବା, ତା ଭିତରେ ଡିଫରେନ୍ସ ବହୁତ। ତୁମେ ମେଣ୍ଟାଲି ତୁମେ ପୁରା ୱିକ୍ ହେଇଯିବ। ତୁମକୁ ତୁମ ବ୍ୟାକଗ୍ରାଉଣ୍ଡରେ ମାନେ ହାଉ ପିପୁଲ୍ ବିହେଭିଂ ଆଫ୍ଟର ୟୁ ରିଜାଇନ୍ ୟୁର୍ କମ୍ପାନୀ। ଆଉ ତୁମେ ବି ଯଦି ବି ତୁମେ କେଉଁ କମ୍ପାନୀରେ ଅଛ କି ତୁମେ କମ୍ପାନୀ ଛାଡ଼ି ଦେଇଛ, ତୁମେ ଯେଉଁମାନେ ବି ଭିଡ଼ିଓ ଦେଖୁଛ ତୁମେ ଜାଣିପାରୁଥିବ, ତୁମେ ଜବ୍ ଗଲା ପରେ କି ମାନେ ଜବ୍ ଛାଡ଼ିଲା ପରେ ତୁମକୁ ମାନେ କିଏ ବି ବିହେଭ୍ କରିବା ତ ଡିଫରେଣ୍ଟ କଥା, ତୁମକୁ ନିଜକୁ ଗୋଟେ ଫିଲ୍ ହେବ କି ମାନେ ତୁମେ ଗୋଟେ ଲୁଜର୍, ତୁମେ ଗୋଟେ ସେଇ ଲେବୁଲ୍ ଯାଇ ତୁମେ ପହଞ୍ଚି ପାରୁନ, ପିଲାଙ୍କ ସହିତ ତୁମେ ମିଶି ପାରୁନ। ତୁମକୁ ଲାଗିବ କି ନାଇଁ ଆଉ ଜୀବନରେ କିଛି ହେବନି, ସବୁ କିଛି ସରିଗଲା, ମୁଁ ପଳେଇବି ଫେର୍ କମ୍ ଟୁ ବେସିକ୍। ମାନେ ତୁମେ ପୁରା ଯାହା ବି ତୁମେ କରୁଥିବ, ତୁମେ ପୁରା ଜିରୋକୁ ପଳେଇବ, ତୁମକୁ ମାନେ ପୁରା ଡିମୋଟିଭେଟ୍ ଫିଲ୍ ହେବ। ତ ତୁମେ ନିଜ ଭିତରେ ମୋଟିଭେସନ୍ ତୁମକୁ ଆଣିବାକୁ ପଡ଼ିବ। ତୁମର କ'ଣ ୱିକ୍ ରହୁଛି ତା ଉପରେ କାମ କରିବାର ଅଛି। ମୋ ସାଙ୍ଗ, ତୁମେ ବିଲିଭ୍ କରିବ ନାହିଁ, ସେ ପର୍ ଡେ ସକାଳୁ ଉଠିବ, ଖାଇବ ପିଇବ, ବ୍ରେକଫାଷ୍ଟ କରିବ, ପାଠ ପଢ଼ିବ, ଆପ୍ଲାଏ ଗଲା, ଇଣ୍ଟରଭ୍ୟୁ ଚାଲିଲା, ଇଣ୍ଟରଭ୍ୟୁ ଦେଲା, ଲଞ୍ଚ କରିବ, ଫେର୍ ପାଠ ପଢ଼ିବ, ଫେର୍ ଇଣ୍ଟରଭ୍ୟୁ ଦେବ, ଫେର୍ ନର୍ମାଲ୍ ଡେ ପର୍ ଡେର ଯେତିକି ବି ଟାଇମ୍ ରହୁଛି, 7ଟା 8ଟା ଯାଏ 9ଟା ଯାଏ ରହୁଛି ଇଣ୍ଟରଭ୍ୟୁ ସେଡ୍ୟୁଲ୍ ହେଉଛି, ପର୍ ଡେ ସେ 2ଟା 3ଟା ଇଣ୍ଟରଭ୍ୟୁ ପର୍ଟିକୁଲାର ପର୍ ଡେ ଦିଏ। ତାପରେ ତୁମେ ବିଲିଭ୍ କରିବନି, ତୁମେ 2ଟା 3ଟା ଇଣ୍ଟରଭ୍ୟୁ ଦେଲା ପରେ 2-3 ମନ୍ଥ କଣ୍ଟିନ୍ୟୁଅସ୍, ତୁମେ ଯେତେବେଳେ ଗୋଟେ ଅଫର୍ ପାଇବନି, ତୁମେ ବି ବହୁତ ଡିମୋଟିଭେଟ୍ ହେଇଯିବ। ତୁମକୁ ଲାଗିବ କି ନାଇଁ ଭାଇ ସବୁ କିଛି ସରିଗଲା, ଅଫର୍ ରିଲିଜ୍ କରୁନି, ମୋର ଆଉ ହେବନି କ'ଣ, ମାନେ ନିଜ ଉପରେ ତୁମର ଗୋଟେ ନିଜର ଟ୍ରଷ୍ଟ ଇସ୍ୟୁ ପଳେଇ ଆସିବ କି ନାଇଁ, ତୁମ ଉପରେ କନଫିଡେଣ୍ଟ ପାଉନି ତୁମ ନିଜର। ତାପରେ ତୁମେ ଫେରେ ଚିନ୍ତା କରିବ କି ଭାଇ ଯଦି ମୁଁ ଛାଡ଼ି ପଳେଇବି କ'ଣ ହେବ। ଦେନ୍ ଫେର୍ ସେ କ'ଣ କଲା, ପାଠ ପଢ଼ିଲା କି ତା'ର କ'ଣ କାମ, ମାନେ ସେ କେଉଁଠି ୱିକ୍ ରହୁଛି, କ'ଣ ଜାଣିବାର ଅଛି, ତାକୁ ଆଉ କ'ଣ ପଢ଼ିବାର ଅଛି, ସେ ତାପରେ ଗୋଟେ କୋର୍ସ ଜଏନ୍ କଲା, 20-30 ହଜାର ଟଙ୍କା ଦେଇକି ଗୋଟେ କୋର୍ସ ଜଏନ୍ କଲା। ତାପରେ ସେ ଟେକ୍ନିକାଲି ଆହୁରି ଜିନିଷ ସବୁ ସ୍କିଲ୍ ଅପ୍ କଲା, 5-6 ବର୍ଷ ଏକ୍ସପିରିଏନ୍ସ। ମାନେ ତୁମକୁ ବହୁତ ଜିନିଷ ଜାଣିବାର ଅଛି। ତା'ର ଏକ୍ସପିରିଏନ୍ସ ଯେହେତୁ 5-6 ଇୟର୍, ତ ସେ ବହୁତ ଜିନିଷ ଜାଣିଲା, ପଢ଼ିଲା, ତା ଉପରେ ତୁମେ ଇଣ୍ଟରଭ୍ୟୁ ଦେଇ ଚାଲିଲା, ତ ଯାଇକିରି ଆଜି ହିଁ ସକ୍ସେସ୍ ହେଲା। ତ ମାନେ 2-3 ମନ୍ଥରେ ଆଜି ଅଫର୍ ଅଲରେଡ଼ି 2ଟା 3ଟା ତା ପାଖରେ ଥିଲା, କିନ୍ତୁ ଆଜିକା ଡେଟ୍ରେ କ'ଣ ହେଉଛି, ତ କେହି ଅଫର୍ ରିଲିଜ୍ କରୁନାହାନ୍ତି। କାହିଁକିନା ବର୍ତ୍ତମାନ ମାର୍କେଟରେ ଏମିତି ସିଚୁଏସନ୍, ତ ତୁମେ ଇଣ୍ଟରଭ୍ୟୁ ଦେବ, ତୁମ ସହିତ ବି ବହୁତ ପିଲା ଇଣ୍ଟରଭ୍ୟୁ ଦେଉଛନ୍ତି, ତୁମେ ଜାଣିନ ତୁମକୁ ସେ ଅଫର୍ ଦେବ କି ଆଉ ଗୋଟେ ପିଲା ତୁମ ଜାଗାରେ ସିଲେକ୍ଟ କରିଦେବେ। କାହିଁକିନା ମ୍ୟାଟର୍ କରୁଛି ତୁମ ଏକ୍ସପିରିଏନ୍ସ, ପ୍ୟାକେଜ୍, ତୁମେ କେତେ ସ୍କିଲ୍ ଅପ୍ ଅଛ, ତୁମେ କେତେ ଟେକ୍ନିକାଲି ଷ୍ଟ୍ରଙ୍ଗ ଅଛ, ସେ ଇଣ୍ଟରଭ୍ୟୁ ଯିଏ ନେଇଛି ତାକୁ କେମିତି ଲାଗୁଛି। ତ ଜିନିଷ ହେଉଛି ତୁମେ ଡିମୋଟିଭେଟ୍ ହୁଅନି। ଏ ଭିଡ଼ିଓର ବନେଇବାର ଏଇ ରିଜିନ୍, ତୁମେ ଭାବନି କି ତୁମେ ଷ୍ଟକ୍ ହେଇଯାଉଛ, ତୁମେ ଭାବନି ତୁମେ ବହୁତ ଜିନିଷ ସ୍କିପ୍ କରିଦେଉଛ, ତୁମେ ଭାବନି ଯେ ଏଇଠି ତୁମର ସବୁ କିଛି ସରିଗଲା। ତୁମେ ଯେଉଁଠି ତୁମର ସରିଛି, ଯିଏ ଉପରବାଲା ସ୍କ୍ରିପ୍ଟ ଲେଖିଛି ସେ ଅଲରେଡ଼ି ଲେଖିକି ରଖିଛି। ତୁମର ଆଜି କମ୍ପାନୀ ତୁମକୁ ଫାୟାର କରୁଛି, ତୁମେ ଭାଇ ଭଲ କମ୍ପାନୀ ହିଁ ପାଇବ। ତୁମେ ବିଲିଭ୍ କରିବନି, ମୋର ଗୋଟେ ସାଙ୍ଗ କମ୍ପାନୀରେ ପଲିଟିକ୍ସ ଚାଲିଥିଲା, କମ୍ପାନୀରେ ବହୁତ କିଛି ଚାଲିଥିଲା ବ୍ୟାକଗ୍ରାଉଣ୍ଡରେ, ସେ କମ୍ପାନୀରେ ପେପର୍ ପକାଇଲା, ବହୁତ ଫ୍ରଷ୍ଟ୍ରେଟ୍।
ମୁଁ କହିଲି ଭାଇ ଆରାମସେ ତୁମେ ବସ, ହେବ, ଟାଇମ୍ ଲାଗିବ, ଟିକେ ଟାଇମ୍ ଲାଗିବ, ଯେତିକି ଦିନ ବି ଲାଗୁଛି ପେସେନ୍ସ ରଖ। ତୁମେ ବିଲିଭ୍ କରିବନି, ସେଇ ପିଲା ଟେକ୍ନିକାଲି ବହୁତ ଷ୍ଟ୍ରଙ୍ଗ, ସେଇ ପିଲା ଆଜି ରିମୋଟ୍ ଜବ୍, ପରମାନେଣ୍ଟ ରିମୋଟ୍ ଜବ୍ ପାଇଛି। ତ ତୁମେ ମାନେ ତୁମ ଉପରେ ନିଜ ଉପରେ ନିଜେ ଟ୍ରଷ୍ଟ ରଖ, ତୁମ ସ୍କିଲ୍ ଉପରେ ତୁମେ ଧ୍ୟାନ ଦିଅ, ପାଠ ପଢ଼, ତୁମେ କ'ଣ ହେଉଛି ବ୍ୟାକ୍ଗ୍ରାଉଣ୍ଡରେ ଭୁଲିଯାଅ, କିଏ ବି କ'ଣ ତୁମକୁ କହିଲା ତୁମେ ଭୁଲିଯାଅ, ତୁମେ କ'ଣ କରିପାରିବ ସେଇଟା ମ୍ୟାଟର୍ କରୁଛି। ତୁମେ କେମିତି ଇଣ୍ଟରଭ୍ୟୁରେ ବସିକିରି ଇଣ୍ଟରଭ୍ୟୁ ଦେବ, ତୁମେ ଇଣ୍ଟରଭ୍ୟୁକୁ ଆନ୍ସର୍ କେଉଁ ହିସାବରେ ଦେବ, ଇଣ୍ଟରଭ୍ୟୁକୁ ତୁମେ କେମିତି କନଭିନ୍ସ। ଆଜିକା ଡେଟ୍ରେ ବର୍ତ୍ତମାନ ମାର୍କେଟ୍ ହେଲା ସେଲ୍। ତୁମେ ଯଦି ତୁମ ନିଜକୁ ତୁମେ ସେଲ୍ କରିପାରୁଛ, ବେଟର୍ ତୁମଠାରୁ ଆଉ ତୁମକୁ କେହି ଜାଣିନାହାନ୍ତି। କାରଣ ତୁମେ ତୁମ ନିଜକୁ ମାଜି ଚାଲ କି ତୁମେ କ'ଣ ଜାଣିଛ, ତୁମେ କ'ଣ କରିପାରିବ, ତୁମେ କେଉଁ ଜିନିଷରେ ଷ୍ଟ୍ରଙ୍ଗ ଅଛ, ତା ଉପରେ ଫୋକସ୍ କର। ତ କ'ଣ ହେଲା, କ'ଣ ମାର୍କେଟରେ ଚାଲିଛି, ମାର୍କେଟ ବହୁତ ଖରାପ ଅଛି, ପିଲା ମାର୍କେଟରେ ଅଫର୍ ଉଠାଉଛନ୍ତି, ପିଲାଙ୍କୁ ଲାଗୁଛି କି କଲ୍ ଆସୁନି, କିନ୍ତୁ ପିଲାଙ୍କୁ 3ଟା 4ଟା କଲ୍ ଆସୁଛି ଡେଲି। ପର୍ ଡେ ଯଦି ତୁମେ 4ଟା 5ଟା କଲ୍ ପାଉଛ, ଦେନ୍ ତୁମେ ୱିକଲି ଯଦି ତୁମେ 3ଟା 4ଟା ଇଣ୍ଟରଭ୍ୟୁ ଦେଉଛ, ୱିକଲି, ପର୍ ଡେ ଛାଡ଼, ୱିକଲି ଯଦି ତୁମେ 3ଟା 4ଟା ଟାର୍ଗେଟ୍ କରୁଛ, ଦେନ୍ ତୁମେ 3ଟା 4ଟାରୁ ତ ଆଟଲିଷ୍ଟ ଗୋଟେ ଅଫର୍ ତ ଉଠାଇବ। ଆଉ ଯଦି ତୁମେ ଗୋଟେ ଅଫର୍ ଉଠାଉଛ, ତାକୁ ତୁମେ କାଉଣ୍ଟର ଅଫର୍ ମାରିପାରିବ କି ତୁମେ ଯଦି ବି ଯେତିକି ପ୍ୟାକେଜରେ ତୁମେ ମନେକର 5 ଲକ୍ଷ ପ୍ୟାକେଜରେ ଉଠାଇଲ, ଦେନ୍ ତୁମେ 8 ଲକ୍ଷ 10 ଲକ୍ଷ ଯାଇପାରିବ, ତୁମେ କାଉଣ୍ଟର ଅଫର୍ କରିପାରିବ। ଯଦି ତୁମେ ଫାର୍ଷ୍ଟ ରାଉଣ୍ଡ ସେକେଣ୍ଡ ରାଉଣ୍ଡ କ୍ଲିୟର କରିଦେଇଛ, ଯଦି ତୁମେ ଇଣ୍ଟରଭ୍ୟୁ ଦେଉଛ ନେକ୍ସଟ ରାଉଣ୍ଡ, ଦେନ୍ ଯଦି ତୁମକୁ କେଉଁ କମ୍ପାନୀ ତୁମକୁ କହୁଛି କି ମୋ ଏତିକି ବଜେଟ୍ ଅଛି, ଦେନ୍ ତୁମେ ବଜେଟ୍ ମ୍ୟାଚ୍ କରିପାରିବ। ଦେନ୍ ତୁମକୁ ୱାର୍କ ଫ୍ରମ୍ ବି ମିଳିପାରେ ପରମାନେଣ୍ଟ। ଯଦି ବି 5 ଡେ ଅଫିସ୍ ଅଛି, ତୁମକୁ ହାଇବ୍ରିଡ଼ ବି ମିଳିପାରେ, 3 ଡେ ଅଫିସ୍ ଯିବ, 2 ଡେଜ୍ ୱାର୍କ ଫ୍ରମ୍ କରିବ। ଯଦି ଦରକାର ପଡ଼ିଲା ପରମାନେଣ୍ଟ ୱାର୍କ ଫ୍ରମ୍ ମିଳିଗଲା ଆହୁରି ବେଟର୍, ତୁମ ପାଖରେ ବହୁତ ଟାଇମ୍ ବି ସେଭ୍ ହେବ, ତୁମେ ଆହୁରି ପଢ଼ିପାରିବ। ତ ବର୍ତ୍ତମାନ ଡିମୋଟିଭେଟ୍ ହେଇକି କିଛି ଫାଇଦା ନାହିଁ, ତୁମେ ଆରାମସେ ଇଣ୍ଟରଭ୍ୟୁ ଦିଅ, ଆରାମସେ ପଢ଼। ଯଦି ବି ତୁମର ଜବ୍ ପଳାଉଛି, ଯଦି ବି ତୁମେ ପିଆଇବିରେ ପକାଇ ଦେଉଛନ୍ତି କମ୍ପାନୀ, ବହୁତ ପଲିଟିକ୍ସ ଚାଲିଛି, ତୁମେ ଜାଣିନ ତୁମେ କେତେବେଳେ ପିଆଇବିରେ ପଡ଼ିବ, ତୁମେ ଜାଣିନ କମ୍ପାନୀ ତୁମକୁ କେତେବେଳେ ଫାୟାର କରିବ, ତୁମେ ଜାଣିନ ତୁମ ସହିତ କ'ଣ ହେବ। କାହିଁକିନା ଆଜି ମୁଁ କଥା ତୁମ ସହିତ ରହୁଛି, କାଲି ମୋ ସହିତ କ'ଣ ହେବ ମୁଁ ବି ଜାଣିନି। ବହୁତ ପିଲାଙ୍କ ସହିତ ସେମିତି ବି ହେଉଛି ଅଫିସରେ। ତ ବର୍ତ୍ତମାନ ଡିମୋଟିଭେଟ୍ ହୁଅ ନା, ଆରାମସେ ଇଣ୍ଟରଭ୍ୟୁ ଦେଇ ଚାଲ। ତୁମର ବି ଦିନ ଆସିବ, ତୁମେ ବି ଇଣ୍ଟରଭ୍ୟୁ କ୍ରାକ୍ କରିବ, ତୁମେ ବି ଇଣ୍ଟରଭ୍ୟୁ ପାଇବ, ତୁମେ ବି ଜଏନ୍ କରିବ, ଭଲ ଅଫିସ୍, ଭଲ କମ୍ପାନୀ, ସବୁ ଭଲ କିଛି ମିଳିବ। ତ ଏତିକି ରହୁଛି। ଥ୍ୟାଙ୍କ ୟୁ ଅଲ୍।